ଯାତ୍ରା ପୁସ୍ତକ 2 ପର୍ବ। ଅନନ୍ତର ଲେବି ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବି ବଂଶଜାତ ଏକ କନ୍ୟାକୁ ବିବାହ କଲା। ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା। ପୁଣି ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ 3 ମାସ ଯାଏ ଗୋପନରେ ରଖିଲା। ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳ ନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେ ବାଳକକୁ ଥୋଇ ନଦୀ ତୀରସ୍ଥ ନଳବନରେ ରଖିଲା। ପୁଣି ତାହାର କି ଦଶା ହେବ ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା। ଅନନ୍ତର ଫାରୋଙ୍କର କନ୍ୟା ସ୍ନାନ ନିମନ୍ତେ ନଦୀକି ଆସନ୍ତେ ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକି ପଠାଇଲା। ସେ ପେଡ଼ି ଫିଟାଇ ସେ ବାଳକକୁ ଦେଖିଲା, ଆଉ ଦେଖ ସେ ବାଳକ କାନ୍ଦୁଅଛି। ତହିଁରେ ସେ ଦୟା ବହି କହିଲା, ଏଇଟି ଏବ୍ରିୟ ବାଳକ। ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକଟି ସ୍ତନପାନୀୟ କରାଇବା ପାଇଁକି ଏବ୍ରିଆ ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକି ଡାକି ଆଣିବି। ତହିଁରେ ଫାରୋଙ୍କର କନ୍ୟା କହିଲା, ଯାଅ। ତହୁଁ ସେ ବାଳିକା ଯାଇ ସେ ବାଳକର ମାତାକୁ ଡାକି ଆଣିଲା। ତେବେ ଫାରୋଙ୍କର କନ୍ୟା ତାହାକୁ କହିଲା, ତୁମେ ଏ ବାଳକକୁ ନେଇ ମୋ ନିମନ୍ତେ ସ୍ତନ୍ୟପାନ କରାଅ, ମୁଁ ତୁମକୁ ବର୍ତ୍ତନ ଦେବି। ତହିଁରେ ସେ ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା। ଅନନ୍ତର ବାଳକ ବଢ଼ନ୍ତେ ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୂଷା ଆକର୍ଷିତ ଦେଲେ, କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି। କାଳକ୍ରମେ ମୂଷା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ। ପୁଣି ଜଣେ ମିଶ୍ରୀୟ ତାହାର ଭାତୃଗଣ ମଧ୍ୟରୁ ଏବ୍ରିକି ପ୍ରହାର କରୁଥିବାର ଦେଖିଲେ। ଏହେତୁ ସେ ଏଣେ ତେଣେ ଅନାଇ କାହାକୁ ନ ଦେଖି ସେହି ମିଶ୍ରୀୟକୁ ବଧ କରି ବାଲିରେ ପୋତିଦେଲେ। ଆଉ ଦ୍ୱିତୀୟ ଦିନ ଉତ୍ତାରେ ସେ ବାହାରକୁ ଯାଇ 2 ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକକୁ କହିଲେ, ତୁମ୍ଭେ ଆପଣା ଭାଇକି କାହିଁକି ପ୍ରହାର କରୁଅଛ? ତହିଁରେ ସେ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମେ ଯେପରି ସେହି ମିଶ୍ରୀୟ ଲୋକକୁ ବଧ କଲ, ସେହିପରିକି ମୋତେ ବଧ କରିବାକୁ ପାଞ୍ଚୁଅଛ? ତହିଁରେ ମୂଷା ଭୟ ପାଇ କହିଲେ, ଏକଥା ଅବଶ୍ୟ ପ୍ରକାଶିତ ହୋଇଅଛି। ଅନନ୍ତର ଫାରୋ ଏ କଥା ଶୁଣି ମୂଷାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୂଷା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦିୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ। ମିଦିୟନୀୟ ଯାଜକର 7ଟି କନ୍ୟା ଥିଲେ। ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପୋଲକୁ ଜଳପାନ କରାଇବା ପାଇଁ ଜଳ କାଢ଼ି କୁଣ୍ଡ ପରିପୂର୍ଣ୍ଣ କଲେ। ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ। ମାତ୍ର ମୂଷା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ପଲକୁ ଜଳପାନ କରାଇଲେ। ଅନନ୍ତର ସେମାନେ ପିତା ରୁଏଲ ନିକଟକୁ ଯାଆନ୍ତେ ସେ ସେମାନଙ୍କୁ ପଚାରିଲା, ଆଜି ତୁମେମାନେ ଏତେ ଶୀଘ୍ର କିପରି ଆସିଲ? ତହିଁରେ ସେମାନେ କହିଲେ, ଜଣେ ମିଶ୍ରୀୟ ଲୋକ ମେଷପାଳକଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା। ପୁଣି ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପୋଲକୁ ଜଳପାନ କରାଇଲା। ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, ସେ କେଉଁଠାରେ? ତୁମେମାନେ ତାକୁ କାହିଁକି ଛାଡ଼ି ଆସିଲ? ତାକୁ ଡାକ, ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ। ଅନନ୍ତର ମୂଷା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ। ପୁଣି ସେ ମୂଷାଙ୍କ ସହିତ ଆପଣା କନ୍ୟା ସିପୋରାର ବିବାହ ଦେଲା। ଏଥି ଉତ୍ତାରେ ସେ ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ ମୂଷା ତାହାର ନାମ ଗର୍ସେମ ଅତ୍ର ପ୍ରବାସୀ ଦେଲେ, କାରଣ ସେ କହିଲେ, ମୁଁ ବିଦେଶରେ ପ୍ରବାସୀ ହୋଇଅଛି। ବହୁକାଳ ଉତ୍ତରେ ମିଶ୍ରୀୟ ରାଜାଙ୍କର ମୃତ୍ୟୁ ହେଲା। ପୁଣି ଇସ୍ରାଏଲ ସନ୍ତାନଗଣ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା। ତହିଁରେ ପରମେଶ୍ୱର ସେମାନଙ୍କ ଆର୍ତ୍ତସ୍ୱର ଶୁଣିଲେ, ଆଉ ଅବ୍ରାହମ ଓ ଇସାହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ।